ତୋତେ ଏବେ ପୁରା ସୁନ୍ଦରିଆ ପ୍ରେମିକା ଆଉ ତାଙ୍କ ତୋର ଚଟା ଲାଗୁଛି। ଆରେ ଆମ ଏଇ ଭାଇ ତୋ ଭାଇ କଣ ତ୍ୟାଗ କରୁଛନ୍ତି? ତୁ କେମିତି ଭୁଲି ତମେ ଭାଇ? ଆମେ କଣଟା ତାକୁ ସେ ଉପାୟ କରୁଛନ୍ତି? ବଡ଼ ଭାଇ ହିସାବରେ ଯେତିକି କର୍ତ୍ତବ୍ୟ ସେତିକି କରୁଛନ୍ତି। ଯଦି ସେ ଟଙ୍କା ସେ ଫେରେ ନେବାକୁ ଚାହୁଁଛନ୍ତି ତାହେଲେ ମତେ ଗୋଟି ଗୋଟି କରି ହିସାବ ଦିଅନ୍ତୁ। ଆଜି ତମ ପାଖରେ ଖାଲି ଏତେ ଟଙ୍କା ହେଇଗଲା। ମନେ ପକେଇଲ ତମେ, ମନେ ପକେଇଲ ସେ ପିଲାଦିନ କଥା। ଟଙ୍କାଟା ପାଇ ଯା ପାଇଁ ଏଇ ଭାଉଜର ପଣ ତରକାରୀ ଧରି ଘର ସାରା ବୁଲୁଥିଲ। ଆଜି ତମେ ଏତେ ବଡ଼ କଥା କହିପାରିଲ। ଟଙ୍କା ଶୁଧିଦବ ତମେ। ମୋ ଭାଇଟା ବନାନି, ମୋ ଭାଇଟା ବନାନି। ତୁ ସେ ମାୟା ହଉନି ର ମାୟା ତାପରେ କଣ ତାକୁ ଭାଇ? ଆରେ ଆମେ ଯେତିକିରେ ଲୋକ ସେତିକିରେ ରହିବା। ଉଚ୍ଚ ଆଶା କଲେ ମଣିଷ ଦିନେ ନିଶ୍ଚୟ ଚକି ଯିବ। ମୋ ଭାଇଟା ବନା, ତୁ ସେ ସୁନା ହରବି ମାୟା ଚାଲୁ ମୋ ଭାଇଟା ବନା। ତମ ସହିତ ଜମିରେ ଯାଇ ମୁଁ ମାଟି ସହ ମାଟି ହେଇଛି। ଘରକୁ ସଂଯୋଗ ଫେରିଲେ ପଖାଳ ଭାତ ସହିତ ଶୁଖୁଆ ଭଜା ଗେପି ଦେଇ ଯାଇ ଚାଷ ପାଣିରେ ବସି ପଡିବି। ଏଇଟା କଣ ଗୋଟେ ଜୀବନ? ଆରେ ଭାଇ, ଆରେ ଏଇ ଜୀବନରେ ଯେତିକି ଶାନ୍ତି ଅଛି ତୁ ସେତିକି ପାଇବୁନି ରେ ଭାଇ। ଏ ଦରକାର ନାହିଁ ମୋ ସେ ଜୀବନ। ମୁଁ ତ ନିଷ୍ପତ୍ତି ନେଇ ସାରିଛି ମାନେ ଆଜିଠାରୁ ତମ ମାନଙ୍କ ସହିତ ମୋର କୌଣସି ସମ୍ପର୍କ ନାହିଁ। ମତେ ଛାଡି ଚାଲିଯିବ, ମୋ କଥା ତମର ମନେ ପଡିବନି। ରାଜା ମୁଁ ଯେତେବେଳେ ଡାକ୍ତର ହେଇଯିବି ତତେ ଏମାନଙ୍କ ପରିଚୟ ନେଇ ବସିବାକୁ ଦେବି କିରେ? ଜାଣିଛୁ ତତେ ବଡ କନଭେଣ୍ଟ ସ୍କୁଲରେ ମୁଁ ପାଠ ପଢେଇବି। ଆଉ ସେତେବେଳେ ତୁ ଧରେ ଦାଦାର ପରିଚୟ ନେଇ ବଞ୍ଚିବୁ ରେ। ତମେ ଏଇ ଘର ଛାଡି ଚାଲିଗଲା ପରେ ତମେ କଣ ଏଇ ରାଜାକୁ ଆଉ ମନେ ରଖିବ? କାହିଁକି ଆଉ ମୁଁ ତୁମ କଥାକୁ ବିଶ୍ୱାସ କରିବି? ହେଲେ କାକା ତମ କଥା ମନେ ପଇଲେ ବହୁତ କାନ୍ଦିବି। अरे तू काय की जाती रे? अरे से तो बड़ा लोग घर जाए तू तो तार के नो है ता भाई तू जाई दे जाते ମୋ ପାଇଁ କେହି ଆଖିରୁ ଲୁହ କରିବା ଆବଶ୍ୟକ ନାହିଁ। ଚାଲି ଯାଉଛି।
Yeah.